ଭଞ୍ଜନଗର ଅବକାରୀ ବିଭାଗକୁ ମଦ ବେପାରୀଙ୍କ ଭୟ ବଢୁଛି। ଭଞ୍ଜନଗର ଅବକାରୀ ବିଭାଗ ଜଗନ୍ନାଥ ପ୍ରସାଦ ପୋଲିସର ମିଳିତ ଚଢ଼ାଉରେ ଜଗନ୍ନାଥ ପ୍ରସାଦ ଅଞ୍ଚଳର ଜାଜର ନୂଆପଲ୍ଲୀ ଗ୍ରାମରେ ଚାଲିଥିବା ବେଆଇନ ମଦ ଫାଟିକୁ ଭାଙ୍ଗିବା ସହ ପ୍ରାୟ 1100 ଲିଟର ରନ୍ଧା ମଦ ଓ 5750 ଲିଟର ପୋଚ ନଷ୍ଟ କରାଯାଇଛି। ଏ ମାମଲାରେ 7 ଜଣଙ୍କୁ ଗିରଫ କରି ଜଗନ୍ନାଥ ପ୍ରସାଦ କୋର୍ଟକୁ ଚାଲାଣ କରିଛନ୍ତି। ଏହି ମିଳିତ ଚଢ଼ାଉରେ ଜଗନ୍ନାଥ ପ୍ରସାଦ ତହସିଲଦାର ମଧ୍ୟ ଉପସ୍ଥିତ ଥିଲେ। ଆଜିର ଏହି ଚଢ଼ାଉରେ ଭଞ୍ଜନଗର ଅବକାରୀ ଥାନା ଅଧିକାରୀ ଡମ୍ପରୁଧର ହରିଜନ, ଉପନିରୀକ୍ଷକ ଅଜିତ କୁମାର ନାୟକ, ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀ ଅରୁଣ କୁମାର ସିଂ, ଭଞ୍ଜନଗର ଅବକାରୀ ନିରୀକ୍ଷକ ଅଲିଭା ମାଝୀ, ଏଏସ୍ଆଇ ଭୁବନୀ ବେହେରା, ସନାତନ ନାହା, କୃଷ୍ଣଚନ୍ଦ୍ର ସେଠୀ, ଜଗନ୍ନାଥ ମହାପାତ୍ର, ସ୍ୱାଧୀନ ସାହୁ, ନିରଞ୍ଜନ ବେହେରା, ସୁବଲ ପ୍ରଧାନଙ୍କ ସହ ଜଗନ୍ନାଥ ପ୍ରସାଦ ଛତ୍ରପୁର ବ୍ରହ୍ମପୁର ଅବକାରୀ ସ୍କ୍ୱାଡ୍ କର୍ମଚାରୀ ଯୋଗ ଦେଇଥିଲେ। सूचनायोग्य चिकिटी मद मृत्यु संख्या 5 वृद्धि पाइथिबा बेले लोकंक मनरे मद मृत्यु भय बढ़िबा लागिछि। तेणु विभिन्न अबकारी थाना पुलिस तरफ बेआईन मद फाटी को चढ़ाऊ करुछि। एही चढ़ाऊ को साधारण जनता अबकारी विभाग को प्रशंसा करिसेंति। भंजनगर पुरुषोत्तम महापात्रଙ୍କ रिपोर्ट वीटी न्यूज ओडिशा।